WWSI धारा आज 14 नवेम्बर 2024 599 जाति को आम धारा देउची एक गुरुत्वपूर्ण तथ्य मन देकी शुणु तथ्यटा आज सकाळु सकाळु आसी टिके रेल स्टेशन रुपसा आउ वीडियोटा बनाऊँगी टिके देखंतु ट्रेन दुईटा छिड़ा है ईस्ट कोस्ट एक्सप्रेस तो टॉपिकटा हूँ तो टॉपिकटा हूँ जे मालिक जाति ब्राह्मण माने सारा पृथ्वी रे एक विषाक्त नेटवर्क रखी विषाक्त नेटवर्क सारा पृथ्वी रे सही नेटवर्क पृथ्वी सारा सब क्राइम करुची परिवार भितर अलग जातिर परिवार भितर छोट 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 झील मान को सब रेप करुची मनीष मारुची अथच से धरा पड़ुनी किंतु सब अलग जाति वाला दोषी होता से तो एमती बुद्धि लगेब अलग जाति वाला दोषी होते आपण मैंने देखिए अलग जाति वाला जेल भितर थे ब्राह्मण कहीं नथिबे जेल भितर कारण से माने मालिक जाति भाई गोटे नकली वाला गेट पाखे ठिया ट्रेन लो तो एमाने ट्रेन लो जाउछंती क्राइम करिया पे तो धरपकड़ करी होनी तो से माने तो मते तो नहीं माने ब्लेम कर दी सारे ये मोबाइल को फोटो गोटे गोटे छाड़ दौरान मु देखे बा न देखे किंतु से माने जानुचंती जे हाँ आ पाखु को जाइची केतबेले से फोटो तार आपे आपे चलुची बुझिपारे ना ऑटोमेटिक व्यू हो माने मते यही टाइप रो करिकी ब्लेम करवा आरंभ कर 599 जाति यहीटा को टिके ध्यान दिंतु है कि तो से माने धारा को बंद करने योजना कर सब तो गोटे घटना कहूँ आम धारा ब्राह्मण मान को कहीं मिसौ नहीं धारा टीवी रे गोटे वीडियो तो मु छाड़ी 2 दिन पूर्व तो आज आउ गोटे वीडियो छाड़ुची तो तांकर केते गुड़ा घटना मु देखी आखिरे से धारा टीम रे सामिल करा जाऊ नाही तो से माने कूटनीति बहुत बढ़ाई देइचंती टीम रे प्रवेश करने जेते जहाँ हेले भी सेमानंको प्रवेश निषेध एटा मूलिया जाति बाहरी धाराटा मालिक जाति 1000 कूटनीति कले भी धारा संगठन रे प्रवेश निषेध बुझिपारे मुस्लिम जाति मूलिया जाति गणती बुझिपारे तो 599 जाति एक कथा को ध्यान देवे मुस्लिम जाति मूलिया जाति रे गणती मुस्लिम ख्रीस्टियान बुद्ध बुद्धटा ब्राह्मण आड़ को जीव ना कौन जैन एमान सब मूल्य जाति गणती तेबे घटनाटी हूँ थरे आम घर भितर मु देखी घटनाटा पिला बेले नहीं से प्राय बड़ हो गला देखिली आम घर आगर गोटे ब्राह्मण परिवार आम घर आगर तो बहुत ब्राह्मण परिवार अच्छा तो तांकरी परिवार भितर गोटे टुका से ना से पिला से भी से पिला थिला तो आम घर गोटे पिला जन्म होता कहार
କେଉଁ ନାରୀର ଗୋଟେ ପିଲା ଜନ୍ମ ହେଉଥିଲା ମୋର ସେଇଟା ମନେ ନାହିଁ। ସେ ଅନ୍ଧାର ଘରେ ଶୋଇଥିଲା ପ୍ରସୂତି। ତ ଡୋର ପାଖରେ କବାଟ ପାଖରେ ବସିଥିଲା ଗୋଟେ ସେଇ ବ୍ରାହ୍ମଣର ସ୍ତ୍ରୀ ଲୋକ। ଆଉ ମୁଁ ଘରଟା ଝାଡ଼ୁ ମାରୁଥିଲି ଆମ ଘର, ଆଉ ଦେଖିଥିଲି ଏ ଘଟଣାଟା। ତ ସେ ପିଲାଟା ଦୌଡ଼ି ଆସିଲା, ଆଉ ସେ ପ୍ରସୂତି ଘର ପାଖରେ ସେଇ ସ୍ତ୍ରୀ ଲୋକଟା, ଯେଉଁ ବ୍ରାହ୍ମଣ ସ୍ତ୍ରୀ ଲୋକଟା ବସିଥିଲା, ତା ପାଖରେ କାନ୍ଥକୁ ଡେରିକି ଠିଆ ହେଲା। ଆଉ କିଛି ସମୟ ଠିଆ ହେଇକି ତା ସହିତ କଥା ହେଇକି ସେ ଘର ଭିତରକୁ ପ୍ରବେଶ କଲା। ପ୍ରବେଶ କରିକି ସେ ଯେଉଁ ନୂଆ ପିଲାଟା ଜନ୍ମ ହେଇଛି, ଝିଅ ପିଲା ଜନ୍ମ ହେଇଛି, ତା ପାଖକୁ ପହଞ୍ଚିଲା। ଆଉ ସେ ପ୍ରସୂତି ସାଥିରେ କଥା ହେଲା, ଟିକେ କଥା ହେଇକି କହିଲା, ମୁଁ ଅମୁକି କାମରେ ଆସିଥିଲି, ମୋତେ ପଠେଇଥିଲେ। ଆଉ ମା ତ ସେତେବେଳକୁ ବେହୁଶ ଅବସ୍ଥାରେ ଅଛି, ଖାଲି ଏତିକି କହିଦେଲା, ଯାହା କରୁଛ କର। ସିଏ ଅଚେତ ଅବସ୍ଥାରେ ରହିକି ଆଉ କ'ଣ କରିବ ସେତେବେଳେ? ତ ସେଇଟା ସୁଯୋଗ ସୃଷ୍ଟି ହେଉଛି ଏମାନଙ୍କ ପାଇଁ। ତାପରେ ସେ ଝିଅ ମାନେ ଶିଶୁ କନ୍ୟାର ଦେହରୁ ଲୁଗାଟା କାଢ଼ିଲା, ନବଜାତ ଶିଶୁ କନ୍ୟାର ଦେହରୁ ଲୁଗା କାଢ଼ିଲା, ଆଉ ତା ଯୋନି ସ୍ପର୍ଶ କଲା। ମୁଁ ଦେଖିଛି ପୁରା। ଆଚ୍ଛା। ଆଉ ତାପରେ କିଛି ସମୟ ତାପରେ କପଡ଼ା ଢାଙ୍କି ଦେଲା, ସ୍ପର୍ଶ କରିସାରି ଢାଙ୍କି ଦେଲା। ଢାଙ୍କି ଦେଇକି ପୁଣି କିଛି ସମୟ ଠିଆ ହେଲା, କଥା ହେଲା, ଆଉ କହିଲା, ଏଇଟା ଆମର ଗୋଟେ ବିଧି ଅଛି, ସେଇଥିପାଇଁ କରିବା କଥା। ଆଉ ଟିକେ ସମୟ କଥା ହେଲା, ଆଉ କିଛି ପଇସା ଦେଲା। ସେ ପଇସା ତକିଆ ତଳେ ରଖିଲା। ହେଲେ ମୁଁ ତା ମୁହଁଟା ଅନ୍ଧାର, ମୁଁ ଆଉ ଏଥିରେ ଜାଣିପାରିଲିନି ପ୍ରସୂତି ଜଣକ କିଏ। ଆଜି ପର୍ଯ୍ୟନ୍ତ ମୋର ସେଇଟା ମନେ ପଡ଼ୁନି, ଅନ୍ଧାର ଥିଲା ନା ସେ ଘରଟା। ଆଚ୍ଛା। ତାପରେ କିଛି ସମୟ କଥା ହେଲା ପରେ କହିଲା, ଏତିକି ଟଙ୍କାରେ ଛୁଆକୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ନେଇଯିବ। ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ, ଷଷ୍ଠ ଶ୍ରେଣୀ ବେଳେ ଆଉ ଟଙ୍କା ଦିଆଯିବ। ଏତିକି କହିକି ସେ ପଳେଇଲା। ତାପରେ ପ୍ରତିଦିନ ସେମାନେ ଯିବା ଆସିବା କରୁଥିବେ, ସେଇଟା ମୁଁ ଆଉ ଏତେ ଲକ୍ଷ୍ୟ ରଖିନି, କିନ୍ତୁ ସେଇଦିନ ମୁଁ ସେତିକି ଦେଖିଲି। ହେଲା କି ପ୍ରତିଦିନ ଆସିକି ତାକୁ ଦେଖା ଚାହାଁ କରନ୍ତି। ହଁ, ବେଳେବେଳେ ମୁଁ ଦେଖିଛି ପ୍ରତିଦିନ ଆସିକି ଦେଖା ଚାହାଁ କରନ୍ତି, କିନ୍ତୁ ଟଚ୍ କରିବାଟା ମୁଁ ଆଉ ଦେଖି ନାହିଁ। ବୁଝିପାରିଲେ ନା? ତ ତାପରେ ଷଷ୍ଠ ଶ୍ରେଣୀ ବେଳେ ତ ଅଲଗା ଘଟଣା, ମେଜର ରେପ୍, ତାକୁ ମେଜର 10 ଜଣିଆ ରେପ୍ କରିବେ ଆସିକି ବ୍ରାହ୍ମଣମାନେ, ସେଇଟା ବି ମୁଁ ଦେଖିଛି। ତ ଏଇଟା ପିଲା ଜନ୍ମର ଘଟଣା କହିଲି, ବୁଝିପାରିଲେ ନା? ପିଲା ଜନ୍ମର ଘଟଣା। ତ ଯେଉଁ ବ୍ରାହ୍ମଣ ପିଲାଟା ଆସିଥିଲା ଟଚ୍ କରିବା ପାଇଁ, ସେ ଆମ ଘର ଆଗର, ସେ ଯେଉଁ ତା ବାପା ନାଁ ହେଉଛି ଜଗନ୍ନାଥ ପଣ୍ଡା, ସେ ମରିଯାଇଛନ୍ତି। ସେ ସେତେବେଳେ ବଞ୍ଚିଥିଲେ, ଏ ଘଟଣାଟା ଘଟିଥିଲା। ଆଉ ତାଙ୍କର ସାନ ପୁଅ କାହ୍ନା ପଣ୍ଡା ଏଇ ଘଟଣାଟା କରିଥିଲା। ତା ବଡ଼ ଭାଇଟା ତ ଗତ ଭିଡ଼ିଓରେ ମୁଁ କହିଥିଲି, ତା ବଡ଼ ଭାଇର ଘଟଣା। ମାନେ ଧାରାଙ୍କର ବାହାଘର ବେଳେ ରିସେପସନ୍ ଦିନ ଝରକାର ରାତି 12ଟା ବେଳେ ଝରକା ବାହାର ପଟର ଛକିକି ରହିଥିଲା, ଆଉ ଜଣକୁ ଧରି ଆଣିଥିଲା ସାଥିରେ, ସେଇ ବ୍ରାହ୍ମଣ ପିଲାକୁ ଧରି ଆଣିଥିଲା। 2 ଜଣ ଫୁସୁର ହେଉଛନ୍ତି, ଇଏ କଥା କାଢ଼ୁଥିବେ ଏମିତି କହୁଛନ୍ତି, ତାଙ୍କ 2 ଜଣ କଥାବାର୍ତ୍ତା ହେଉଛନ୍ତି।
ମୋତେ ଶୁଭିଗଲା। ମୁଁ ଚୁପ୍ ଚୁପ୍ ଯାଇକି କାନ ଡେରିକି ଶୁଣିଲି କ'ଣ କହୁଛନ୍ତି। ସେଇ କଥା କହୁଥିଲେ ଯେ କ'ଣ କଥା କାଢ଼ୁଛୁ। ତାମାନେ ମୁଁ ଏଇ କଥା ଗୁଡ଼ାକ କାଢ଼ୁଥିଲି ମୋ ସ୍ତ୍ରୀ ପାଖରୁ। ଏ ବ୍ରାହ୍ମଣମାନେ ଏମିତି କରନ୍ତି ସତ ନା ମିଛ, ଏଇ କଥା ଗୁଡ଼ା କାଢ଼ୁଥିଲି। ସିଏ ଝରକା ପଟରେ ରହିକି ଶୁଣି ନେଉଛି ଆଉ କହୁଛି କଥା କାଢ଼ୁଛି। ତ ତା ବଡ଼ ଭାଇ ଏଇ ଘଟଣାଟା ଘଟେଇଥିଲା। ପୁଣି ସାନ ଭାଇ ଏଭଳିଆ ଘଟଣା ଘଟେଇଛି। ଛୋଟ ଝିଅ ପିଲାର ଯୋନି ସ୍ପର୍ଶ କରିକି ଗଲା। ତାହେଲେ ତାଙ୍କ ଘରେ 2ଟା ପୁଅ ପିଲା, 2 ଜଣ ଯାକ ଏଭଳିଆ କ୍ରାଇମ୍ କରିବାରେ ମୁଁ ଦେଖିଛି। ପୁଣି ସେଇ ବଡ଼ ପୁଅ ପିଲାଟା, ତାଙ୍କର ବଡ଼ ପୁଅ ପିଲାଟା, ମୋ ବଡ଼ ଭାଇଙ୍କର ଝିଅ ଗୋଟେ ଜନ୍ମ ହୋଇଥିଲା, 5 ବର୍ଷ ବି ହେଇନଥିଲା, ତାକୁ ରେପ୍ କରିଥିଲା ଏଇ ବଡ଼ ପୁଅଟା। ବୁଝିପାରିଲେ ନା? ବଡ଼ ପୁଅର ନାଁ ହେଉଛି ଗୋପୀ କିଷାନ ପଣ୍ଡା, ଡାକନ୍ତି ତାକୁ ବାୟା ନାନା। ରେପ୍ କରା ମାଷ୍ଟର। ପୁଣି ସେଇ ଝିଅ ପିଲାଟା ଭାଇର, ସିଏ ବି ମରିଗଲା, କ୍ୟାନ୍ସର ରୋଗ ହେଲା, ତାପରେ ମରିଗଲା। ଏମିତି ଆମ ଘରେ ପରିବାରରେ ବହୁତ ଲୋକ ମରିଗଲେଣି। ତ ଏଇ ମାଲିକ ଜାତି ବୁଦ୍ଧି ଲଗେଇ ଗୋଟେ ମାରି ଚାଲିଛି। ଏବେ ତ ରିସେଣ୍ଟ ମୋ ମାଆଙ୍କୁ ମାରିଛନ୍ତି। ପୁଣି ମୋତେ ବି ଟାର୍ଗେଟ୍ କରିସାରିଲେଣି। ଦେଖାଯାଉ କ'ଣ ହେଉଛି। ଏ ଯେଉଁ ମୁଁ ଧାରା ଚଲେଇଛି, ଧାରା ଚଲେଇବାକୁ ବି ଦେଉନାହାନ୍ତି। ମୋ ମୋବାଇଲକୁ ଇଆଡ଼ୁ ସିଆଡ଼ୁ ଫଟୋ ଭିଡ଼ିଓ ଗୋଟେ ପଠାଇ ଦେଉଛନ୍ତି, ଆଉ ଚାରିଆଡ଼େ ବ୍ଲେମ୍ କରିଦେଉଛନ୍ତି ମୋତେ। ବୁଝିପାରିଲ ନା? ତେଣୁ 599 ଜାତି ଟିକେ ସଚେତନ ହୁଅନ୍ତୁ। ତାଙ୍କୁ ଏଇ ଜିନିଷ ଗୁଡ଼ାକ ଧରପଗଡ଼ କରାଯିବ। ବୁଝିପାରିଲେ ତ? ଆମେ ମାନେ ମିଟିଂ, ଯେପର୍ଯ୍ୟନ୍ତ ମିଟିଂ ନ ହେଇଛି ତାଙ୍କୁ ଧରପଗଡ଼ କରିହେବ। ଏ ରେଳଗାଡ଼ି ସବୁ ସେମାନଙ୍କର। ଏଇ ଯେଉଁ ରେଳଗାଡ଼ି, ରେଳ ଷ୍ଟେସନ, ଏଗୁଡ଼ା ସବୁ ବ୍ରାହ୍ମଣମାନେ କରିଛନ୍ତି। ମାଲିକ ଜାତି କରିଛି, ଟଙ୍କା ଛପା ମେସିନ୍ ରଖିଛି, ଟଙ୍କା ଛପେଇଛି, ଆଉ ଏଗୁଡ଼ାକ ସବୁ କରିଛି। ମୂଲିଆ ଜାତିଙ୍କ କାନ୍ଧରେ ଖାଲି ହାତଟା ପକେଇଛି। ବୁଝିପାରିଲେ ନା? ତ ଏସବୁ ଜିନିଷ ଧରପଗଡ଼ କରାଯିବ। ବୁଝିପାରିଲେ ନା? ତ ଆପଣମାନେ ଧାରାକୁ କେନ୍ଦ୍ରୀଭୂତ ହୁଅନ୍ତୁ, ଧାରାକୁ ବିଚଳିତ କରନ୍ତୁ ନାହିଁ। ସେ ବ୍ରାହ୍ମଣମାନେ ଯେଉଁ ବିଚଳିତ କରିଦେଉଛନ୍ତି ଧାରାକୁ, ଏଇ ଭିଡ଼ିଓ ଏକା ଫଟୋ ଗୋଟେ ମୋବାଇଲକି ପଠେଇକି, ସେଇଟାକୁ ଆପଣମାନେ ଟିକେ ବନ୍ଦ କରାନ୍ତୁ। ନହେଲେ ଧାରାକୁ ବନ୍ଦ କରେଇଦେବେ ସେମାନେ। ତ ଧାରା ମୋବାଇଲକି ଯେମିତି ଖରାପ ଜିନିଷ କିଛି ଆସିବନି, ସେଇଟାକୁ ଟିକେ ଧ୍ୟାନ ଦିଅନ୍ତୁ। ଠିକ୍ ଅଛି? ଧାରାଙ୍କ ମୋବାଇଲକୁ ଯେମିତି ଖରାପ ଜିନିଷ କିଛି ଆସିବନି, ସେଇଟାକୁ ଧ୍ୟାନ ଦିଅନ୍ତୁ। ତ ଏଇଟା ମାଲଗୁଦାମ ରୂପସାର, ଏଇଟା ବ୍ରାହ୍ମଣମାନେ କରିଛନ୍ତି ଏଇ ବ୍ରିଜ୍ଟା। ସବୁ ଜିନିଷ ତ ସେମାନେ କରିଛନ୍ତି, ଆଉ ସେଇଥିପାଇଁ ସେମାନେ ଜବରଦସ୍ତ ରେପ୍ କରୁଛନ୍ତି, ମଣିଷ ମାରୁଛନ୍ତି। ସବୁ ଜିନିଷ ସେମାନଙ୍କର। ଅଲଗା ଜାତିର ଭଙ୍ଗା ଛୁଞ୍ଚି ଗୋଟେ ନାହିଁ, ଭଙ୍ଗା ଛୁଞ୍ଚିଟିଏ ବି ନାହିଁ ଅଲଗା ଜାତିର। ଧାରା ଚାଲିଲେ ସବୁ ସିଷ୍ଟମ୍ ଅଲଗା ହେବ। ଠିକ୍ ଅଛି? ତାଙ୍କ ଜିନିଷ ତ ଆମେ ସବୁ ଭାଙ୍ଗିଦେବା। ଆଉ ତମ ଜିନିଷ ତାଙ୍କୁ ଆବାଜ ଦେଇଦେବା, ତମ ଜିନିଷ ତମେ ନେଇଯାଅ, ନହେଲେ ଆମେ ଜବରଦଖଲ କରିବା। ତମ ଜିନିଷ ତମେ ନେଇଯାଅ, ନହେଲେ ଆମେ ଜବରଦଖଲ କରିବା। ଆଉ ସେମାନେ ତାଙ୍କ ଜିନିଷ କୁଆଡ଼େ ନେବେ? ମୂଲିଆ ଜାତି ହାତ ମୁଠାକୁ ପଳେଇ ଆସିବ ସବୁ ଜିନିଷ। ମୂଲିଆ ଜାତି ହାତ ମୁଠାକୁ ପଳେଇ ଆସିବ ସବୁ ଜିନିଷ। ବୁଝିପାରିଲେ ତ? କିନ୍ତୁ ତାଙ୍କୁ ଆମେ କହିଦେବା, ତମ ଜିନିଷ ତମେ ନେଇଯାଅ, ଧାରା ତା ହିସାବରେ କାମ କରିବ। ସେ ନେବ ନା ହେବ। ତେଣୁ ଏଗୁଡ଼ାକ ସବୁ ମୂଲିଆ ଜାତି ହାତ ମୁଠାକୁ ପଳେଇ ଆସିବ। ତ ଭିଡ଼ିଓ ତ ଲମ୍ବା ହେଇଯାଉଛି, ସ୍ଲୋଗାନଟା କହୁଛି, ବନ୍ଦ ହେବ ରାଜନୀତି, ଏଥର ଚାଲିବ ଧାରା, ମଣିଷ ରହିବେ ରାଜରାସ୍ତାରେ, ଆଉ ଏଇ ରେଳ ଷ୍ଟେସନ ଉପରେ ଛାତ ପଡ଼ିଯିବ, ଆଉ ତାପରେ ଘର ତିଆରି ହେଇଯିବ, ରାଜମହଲ ଘର। ମଣିଷ ରହିବେ ରାଜରାସ୍ତାରେ ଆଉ ରେଳ ଷ୍ଟେସନ ଉପରେ, ଗାଁ ସହର ହେବ ଫଳ ଜଙ୍ଗଲ, ଅଭାବ ହଟିବ ସ୍ୱଭାବ ଫେରିବ, ସମସ୍ୟା ଲିଭିବ। ଧନ୍ୟବାଦ। SSI ଧାରା, ବ୍ରାକେଟରେ ମୁଁ ହେବି ରାଷ୍ଟ୍ରପତି। ଜୟ ଧାରା, ଜୟ ଧାରା।